ଓଡ଼ିଶାର ଆର୍ଆଇ, ଏଆର୍ଆଇ ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ପିକେ କ୍ଲାସେସକୁ ମୁଁ ସ୍ୱାଗତ କରୁଛି। ଆମେ ଆଜି ଓଡ଼ିଆ ଭାଷାର 10ଟି ପ୍ରଶ୍ନ ଆଲୋଚନା କରିବା। ଆଗାମୀ 28 ତାରିଖ ଅର୍ଥାତ୍ 28 ସେପ୍ଟେମ୍ବର 2024 ଠାରୁ ଆର୍ଆଇ, ଏଆର୍ଆଇ ପରୀକ୍ଷା ଆରମ୍ଭ ହେଉଛି। ଏଣୁ ଆଜି ଆମେ 10ଟି ପ୍ରଶ୍ନ ଆଲୋଚନା କରିବା ଓଡ଼ିଆ ବିଭାଗରୁ, ଯେଉଁଠୁ 50ଟି ପ୍ରଶ୍ନ ଆସିବ। ନିର୍ଦ୍ଦେଶାବଳୀ: ଏହି ଭାଗର ପ୍ରତ୍ୟେକ ପ୍ରଶ୍ନର ସଠିକ ଉତ୍ତର ପାଇଁ 2 ମାର୍କ ରହିଛି। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକୁ ଯତ୍ନ ସହକାରେ ପଢ଼ନ୍ତୁ ଏବଂ ତା ତଳେ ଦିଆଯାଇଥିବା ଉତ୍ତରମାନଙ୍କ ମଧ୍ୟରୁ ସଠିକ ଉତ୍ତର ନିର୍ଣ୍ଣୟ କରନ୍ତୁ। ଭୁଲ ଉତ୍ତର କିମ୍ବା ଏକାଧିକ ଉତ୍ତର ପାଇଁ ପ୍ରଶ୍ନ ପିଛା 0.5 ମାର୍କ ଲେଖାଏଁ ବିୟୋଗ କରାଯିବ। ଏଠି ମାଇନସ୍ ମାର୍କିଂ ଅଛି, ଏଣୁ ଠିକ୍ ଉତ୍ତର ହିଁ ଲେଖିବାକୁ ପଡ଼ିବ। ଯେଉଁ ପ୍ରଶ୍ନର ଉତ୍ତର ଆପଣମାନେ ନିଶ୍ଚିତ ନୁହନ୍ତି ତାକୁ ଛାଡ଼ିଦେବେ, ବରଂ ଆଟେମ୍ପ୍ଟ କରିବେ ନାହିଁ। ତ ଆଜିର ପ୍ରଶ୍ନ ହେଉଛି, ନିମ୍ନଲିଖିତ ବାକ୍ୟମାନଙ୍କ ମଧ୍ୟରୁ କେଉଁଟି ଏକ ବିସ୍ମୟସୂଚକ ବାକ୍ୟ? ଏ. ତୁମେ କ'ଣ ଏହି କାମ କରିପାରିବ? ବି. ନିଅ, ଏହି ଚିଠିଟା ଡାକ ବାକ୍ସରେ ପକାଇ ଦିଅ। ଛି, ଆଜି କି ଟାଣ ଖରା। ଡି. ମୋତେ ଟଙ୍କାଟିଏ ଦିଅ ବାବୁ। ଏଇ ABCD ମଧ୍ୟରୁ ଠିକ୍ ଉତ୍ତରଟା ହେଉଛି ଆଜି କି ଟାଣ ଖରା। ଏ ହେଉଛି ଏକ ବିସ୍ମୟସୂଚକ ବାକ୍ୟ। ପର ପ୍ରଶ୍ନ, ସଠିକ ବାକ୍ୟଟି ବାଛ। ଏ. ମୂଷା ଗଣେଶଙ୍କ ବାହନ ଅଟେ। ବି. ମୂଷା ଗଣେଶଙ୍କ ବାହନ ଅଟେ। ସି. ମୂଷା ଗଣେଶଙ୍କ ବାହନ ଅଟେ। ଡି. ମୂଷା ଗଣେଶଙ୍କ ବାହନ ଅଟେ। ଏଇ 4ଟି ମଧ୍ୟରୁ ଠିକ୍ ଉତ୍ତର ହେଉଛି ଏ. ମୂଷା ଗଣେଶଙ୍କ ବାହନ ଅଟେ। ପର ପ୍ରଶ୍ନ, ପିଲାଟା ଏପରି ଡେସ୍ ଯେ ଯାହା କହିବ ତାହା କରିବ। ଶୂନ୍ୟ ସ୍ଥାନ ପାଇଁ ସଠିକ ଉତ୍ତର ବାଛ। ଏ. ବଣ ବିଛୁଆତି। ବି. ନାଟର ଗୋବର୍ଦ୍ଧନ। ସି. ହୁଙ୍କା ପିଟା। ଡି. ନଛୋଡ଼ ବନ୍ଧା। ଠିକ୍ ଉତ୍ତର ହେଉଛି ଡି. ନଛୋଡ଼ ବନ୍ଧା। ପର ପ୍ରଶ୍ନ, ଅନ୍ଧର ଲଉଡ଼ି ରୂଢ଼ିର ଅର୍ଥ କ'ଣ? ଏ. ଅସହାୟର ସହାୟ। ବି. ନିଷ୍ଫଳ ପ୍ରାର୍ଥନା। ସି. ଅତିପ୍ରିୟ। ଡି. କ୍ଷୀଣ ଆଶ୍ରୟ। ଠିକ୍ ଉତ୍ତର ହେଉଛି ଏ. ଅସହାୟର ସହାୟ। ଅନ୍ଧର ଲଉଡ଼ିର ଅର୍ଥ ହେଉଛି ଅସହାୟର ସହାୟ। ପର ପ୍ରଶ୍ନ, ଦେଶ କେ ଫାଙ୍କ ନଈ କେ ବାଙ୍କ ଲୋକବାଣୀର ଅର୍ଥ କ'ଣ? ଏ. ପ୍ରକୃତି ବଦଳେ ନାହିଁ। ବି. ଭିନ୍ନ ସ୍ଥାନରେ ଭିନ୍ନ ଚଳଣି। ସି. ସବୁ ସ୍ଥାନରେ ଖାପ ଖୁଆଇ ଚଳିବା। ଡି. ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା। ଆର ଠିକ୍ ଉତ୍ତର ହେଉଛି ବି. ଭିନ୍ନ ସ୍ଥାନରେ ଭିନ୍ନ ଚଳଣି। ପର ପ୍ରଶ୍ନ, ହୁଙ୍କା ପିଟା ରୂଢ଼ିର ଅର୍ଥ କ'ଣ? ଏ. କିଛି ନ ବୁଝି ମୁଖସ୍ଥ କରିବା। ବି. ବିପଦ ନ ଆସୁଣୁ ଛାନିଆ ହେବା। ସି. କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ଡି. ଏକଜିଦିଆ ହେବା।
ଠିକ ଉତ୍ତର ହେଉଛି ସି କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ହୁଙ୍କା ପିଟାର ଅର୍ଥ ହେଉଛି କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ପର ପ୍ରଶ୍ନ ଟାଇମ୍ ୱେଟ୍ସ ଫର୍ ନୋନ୍। ଟାଇମ୍ ୱେଟ୍ସ ଫର୍ ନୋନ୍ ଏହି ଇଂରାଜୀ ବାକ୍ୟର ଅର୍ଥ କ'ଣ? ଏ କିଏ ସମୟକୁ ଅପେକ୍ଷା କରେ ନାହିଁ। ବି ସମୟ ସମସ୍ତଙ୍କ ପାଇଁ ଅପେକ୍ଷା କରେ। ସି ସମୟ କିଛି ଲୋକଙ୍କ ପାଇଁ ଅପେକ୍ଷା କରେ। ଡି ସମୟ କାହାକୁ ଅପେକ୍ଷା କରେ ନାହିଁ। ଟାଇମ୍ ୱେଟ୍ସ ଫର୍ ନୋନ୍ ର ଅର୍ଥ ହେଉଛି ଡି ସମୟ କାହାକୁ ଅପେକ୍ଷା କରେ ନାହିଁ। ପର ପ୍ରଶ୍ନ ଆଜିର ବୈଠକକୁ ବାତିଲ କରାଗଲା। ଏହି ବାକ୍ୟର ସଠିକ ଇଂରାଜୀ କ'ଣ? ଏ ଟୁଡେ's meeting was postponed. B the meeting scheduled today was cancelled. C the meeting was cancelled today. D today the meeting was cancelled. ଆଜିର ବୈଠକକୁ ବାତିଲ କରାଗଲା। ଆର ଇଂରାଜୀ ଅର୍ଥ ହେଉଛି ବି ଦି ମିଟିଂ scheduled today was cancelled. ବି ହେଉଛି ଠିକ ଉତ୍ତର। ପର ପ୍ରଶ୍ନ ଶୁଦ୍ଧ ବାକ୍ୟଟି ବାଛ। ଏ ସବୁ ଛାତ୍ର ସବୁ ବହି ପଢ଼ି ସାରିଛନ୍ତି। ବି ସବୁ ଛାତ୍ର ସବୁ ବହିଗୁଡ଼ିକ ପଢ଼ି ସାରିଛନ୍ତି। ସି ସବୁ ଛାତ୍ରମାନେ ସବୁ ବହି ପଢ଼ି ସାରିଛନ୍ତି। ଡି ସବୁ ଛାତ୍ରମାନେ ସବୁ ବହିଗୁଡ଼ିକ ପଢ଼ି ସାରିଛନ୍ତି। ଶୁଦ୍ଧ ବାକ୍ୟ ହେଉଛି ଏ ସବୁ ଛାତ୍ର ସବୁ ବହି ପଢ଼ି ସାରିଛନ୍ତି। ପର ପ୍ରଶ୍ନ ଶୁଦ୍ଧ ବାକ୍ୟଟି ଲେଖ। ଏ ସେ ନିର୍ଧନୀ ହେଲେ ବି ନିରୋଗୀ ଅଟନ୍ତି। ବି ସେ ନିର୍ଧନୀ ହେଲେ ବି ନିରୋଗ ଅଟନ୍ତି। ସି ସେ ନିର୍ଧନ ହେଲେ ବି ନିରୋଗ ଅଟନ୍ତି। ଡି ସେ ନିର୍ଧନ ହେଲେ ବି ନିରୋଗୀ ଅଟନ୍ତି। ଠିକ ଉତ୍ତର ହେଉଛି ସି ସେ ନିର୍ଧନ ହେଲେ ବି ନିରୋଗ ଅଟନ୍ତି। ରୋଗର ବିପରୀତ ଶବ୍ଦ ନିରୋଗ, ନିରୋଗୀ ନୁହେଁ। ଧନର ବିପରୀତ ଶବ୍ଦ ନିର୍ଧନୀ ନୁହଁ, ନିର୍ଧନ। ଏଣୁ ସିଟି ଠିକ। ସି ସେ ନିର୍ଧନ ହେଲେ ବି ନିରୋଗ ଅଟନ୍ତି। ଆଜି ପାଇଁ ଏତିକି। ଖୁବ୍ ଶୀଘ୍ର ଆଉ ଏକ ଭିଡ଼ିଓ ନେଇ ଆମେ ଆସିବୁ ଆପଣମାନଙ୍କ ପାଖକୁ। ପିକେ କ୍ଲାସେସକୁ ଦେଖିଥିବାରୁ, ସବସ୍କ୍ରାଇବ୍ କରିଥିବାରୁ, ଆପଣଙ୍କ ସାଙ୍ଗମାନଙ୍କ ପାଖକୁ ସେୟାର କରିଥିବାରୁ ଧନ୍ୟବାଦ।